ଏବେ ଆବେଦନ କଲେ ମାର୍ଚ୍ଚ 8 ତାରିଖରେ ମିଳିବ କି ସୁଭଦ୍ରା ଟଙ୍କା? ଆସିଲା ବଡ଼ ଅପଡେଟ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ମାର୍ଚ୍ଚ 8 ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା। ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏଥର ସୁଭଦ୍ରା 1 କୋଟି ମହିଳାଙ୍କ ପାଖରେ ପହଞ୍ଚିବ, ଏନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ 98 ଲକ୍ଷ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି। କହି ରଖୁଛୁ କି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି। ଚତୁର୍ଥ ପର୍ଯ୍ୟାୟରେ 18 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ 5,000 ଟଙ୍କା ଦେଇଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା 98 ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି। ହେଲେ ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ଯଦି ଏବେ ଆବେଦନ କରିବେ ତେବେ ଟଙ୍କା ପାଇବେ କି ନାହିଁ, ଏହି ପ୍ରଶ୍ନ ବର୍ତ୍ତମାନ ଅନେକଙ୍କ ମନରେ ଉଙ୍କି ମାରୁଛି। ତେବେ ଆମେ ଜଣାଇ ଦେଉଛୁ ଯେ ଯେଉଁମାନେ ଏଯାବତ୍ ଏହି ଯୋଜନାରେ ଆବେଦନ କରିନାହାନ୍ତି ତେବେ ସେମାନଙ୍କ ପାଖରେ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମୟ ଅଛି। ସେହିପରି ଯଦି ଆଜି ଆପଣ ଆବେଦନ କରୁଛନ୍ତି ତାହେଲେ ଏକାଥରେ ପ୍ରଥମ କିସ୍ତି ସହ ଦ୍ୱିତୀୟ କିସ୍ତି ଟଙ୍କା ମିଳିବାର ସମ୍ଭାବନା ଅଛି, ଅର୍ଥାତ୍ 10,000 ଟଙ୍କା ଆକାଉଣ୍ଟକୁ ଆସିବାର ସମ୍ଭାବନା ଅଛି। କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ପାଇପାରିବେ। ପୂର୍ବରୁ ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିସାରିଛନ୍ତି ରାଜ୍ୟ ସରକାର। ସୁଭଦ୍ରା ଯୋଜନା ପାଇଁ ଆବେଦନ ଆରମ୍ଭ ହେଉଥିବା ବେଳେ ଅନେକ ମହିଳାଙ୍କର ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ରହିନାହିଁ। ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-KYC ବାଧ୍ୟତାମୂଳକ ହୋଇଥିବାରୁ ଆଧାର କାର୍ଡ ସହ ମୋବାଇଲ ଫୋନ୍ ଲିଙ୍କ ରହିଥିବା ଆବଶ୍ୟକ, ନଚେତ୍ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବି ବଞ୍ଚିତ ହେବେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ବୁକ୍।